रामाय रामभद्राय रामचंद्राय वेधसे रघुनाथाय नाथाय सीताया पतये नमः। जय जगन्नाथ। छुआ एथर गोटे भल खबर तो मालिका पर आलोचना होची। नुआ गोटे विषय आरंभ करवा। तुलसी दासंग तुलसी दोहा। प्रथम आरोप करिया तुलसी दास किए? तुलसी दास किए? मन रख, तुलसी दास जमती प्रभुंकर जुगे जुगे लीला हुए मैंने अवतार ग्रहण करते। तुलसी दासंकर से पूर्व जन्म गोटे आम शास्त्र प्रमाण दिए जावत जन्म तावत मरण जननी जठरे पुनर्वि शयन। जन्म होते दिन मरवा दिन। तेणु तुलसी दास द्वापर जुगरे प्रभुंकर आत्मीय आत्मीय थिले। तुलसी दास कौन थे? आत्मीय आत्मीय थे। यथा कहर तात्पर्य ना महाप्रभु कृष्णचंद्र जो अष्ट सखी थे प्रभु गुरु रूप अनेक बार आविर्भूत होती। अष्ट सखी आविर्भूत होती। तुलसीदास पूर्व द्वापर जुगरे अष्ट सखी भितर अन्यतम जड़े थे। बुझी से किए थे ना विशाखा सखी। बुझी द्वापर जुगे प्रभुंकर कौन होता? प्रभु को सज करा। तेणु प्रभु ताक एत खुशी हो गले कहले जा तू जिते कली जुगे जिते जन्म हबू कली जुगे जिते जन्म हबू सब मोरी गुण जस गान कीर्तन कर। बुझीपार त्रेता जुग जहाँ जन्म अच्छी सत्य जुग जन्म अच्छी क्या तुलसीदास तुमको कौन कौन द्वापर जुग आरंभ कर। द्वापर जुगे तुलसीदास थे विशाखा सखी। प्रभु कौन कले कृपा कले कले कौन है तुलसीदास रूप आविर्भूत है। तुलसीदास रूप आविर्भूत है जिते सी मायार आवृत हो गले संसार माया। प्रभु चिंता कले बजरंग बाली हनुमान देखिले कलारे ये तो प्रभुंर जन परम भक्त प्रभुंर कर्म करने आसी प्रभुंर गुण दश गान कीर्तन करने आसी मायर बुड़ीगला केमती कौन हम से कौन कले माया कले कि से बजरंग बाली स्वामी स्त्री कलह सृष्टि है। बैरागी भाव हेले महावीर से कौन कले भेट हेले से राम तारका मंत्रटी देले। तुलसीदास से राम तारका मंत्र को जप कर कौन कले रामचरित मानस लिखिले। सुतरां कह गले मन रखी था रामायण 4 प्रकार। तुम भ्रम आसीज कहे रामायण 4 प्रकार ना हाँ 4 प्रकार कौन वाल्मीकि आम समझे वाल्मीकि रामायण लिखते। वाल्मीकि रामायण आगुरी हनुमान गोटे रामायण लिखते ना हूँ महानाटक। बुझिपार तापर वाल्मीकि आइले लिखिले रामायण। तुलसीदास आइले लिखिले कौन रामचरित मानस। ओडिया गोटे पुओ जन्म होते लिखिले कौन रघुवंश।
ଏ ସେ ଉପେନ୍ଦ୍ର ଭଞ୍ଜ ବୁଝିପାରିଲେ। କାରଣ ରାମ ତାରକା ମନ୍ତ୍ରକୁ ଉପେନ୍ଦ୍ର ଭଞ୍ଜ କଣ କରିଥିଲେ? ଜପ କରି ସିଦ୍ଧି ଲାଭ କରିଥିଲେ। ତୁଳସୀ ଦାସ ମଧ୍ୟ ସିଦ୍ଧି ଲାଭ କରିଥିଲେ। ବୁଝିପାରୁଛି। ତେଣୁ ରାମାୟଣ 4 ଭାଗରେ ବିଭକ୍ତ ହେଇଛି। 4 ଜଣକୁ ଲିପିବଦ୍ଧ କରିଛନ୍ତି। ଓଡ଼ିଆ ପୁଅ ଲେଖିଲେ କଣ ରଘୁବଂଶ କାବ୍ୟ, ତୁଳସୀ ଦାସ ଲେଖିଲେ ରାମଚରିତ ମାନସ, ହନୁମାନ ଲେଖିଲେ ମହାନାଟକ, ବାଲ୍ମୀକି ଲେଖିଲେ ରାମାୟଣ। ମାନେ ସମସ୍ତେ ସେଇ ରାମଙ୍କ ଉପରେ ଲେଖିଛନ୍ତି। ସବୁ ଲେଖା ନାଁ ଗୁଡାକ ଅଲଗା ଅଲଗା ହେଇଛି। ଇଏ ଯୋଉ ତୁଳସୀ ଦାସ ଇଏ ଦ୍ୱାପରରେ ଥିଲେ ବିଶାଖା ସଖୀ। ଇଏ ପ୍ରଭୁଙ୍କୁ ରତ୍ନ ଅଳଙ୍କାର କଣ କରୁଥିଲେ? ପିନ୍ଧେଇ ଦଉଥିଲେ। ପ୍ରଭୁ ସେ ତାଙ୍କୁ କଣ କଲେ? ଆଶୀର୍ବାଦ କଲେ। କହିଲେ ତମେ ଯିବ କଳି ଯୁଗରେ ଧର୍ମ ରକ୍ଷା ପାଇଁକି ତମେ କଣ କରିବ? ପ୍ରଭୁଙ୍କର କୀର୍ତ୍ତି, ମୋ ଗୁଣ ଯଶ କୀର୍ତ୍ତି କଣ କରିବ? ଗାନ କରିବ। ବୁଝିପାରୁଛି। ତେଣୁ ସିଏ ଯେତେବେଳେ ଆସିଲେ ଲେଖିଲେ କଣ? ରାମଚରିତ ମାନସ। ଏ ତୁଳସୀ ଦାସଙ୍କ ଉପରେ ଅଚ୍ୟୁତାନନ୍ଦ ଦାସ ମହାପୁରୁଷ ମଧ୍ୟ କିଛି ଲିପିବଦ୍ଧ କରିଥାନ୍ତି। ଶିବକଳ୍ପ ଶାସ୍ତ୍ର ଦେଖିବ, ସେଇଥିରେ ଲେଖା ଅଛି। ଯେତେବେଳେ ଦ୍ୱାପରରେ ସେଇ ବିଶାଖା ଅଟଇ ରତ୍ନ ଅଳଙ୍କାର ଦିଏ, ଶ୍ରୀକୃଷ୍ଣଙ୍କ ପଦେ ସର୍ବ ସମର୍ପଣ, କଳିରେ ହେଲା ଉଦୟ। କହିଲେ ଦ୍ୱାପରରେ ସେଇ ବିଶାଖା ଅଟଇ, ଦ୍ୱାପରରେ ଯୋଉ ବିଶାଖା ସଖୀ ଥିଲେ, ରତ୍ନ ଅଳଙ୍କାର ଦିଏ। ପ୍ରଭୁଙ୍କୁ ସବୁ ରତ୍ନ ଅଳଙ୍କାର କଣ କରେ? ସଜାଏ। ଶ୍ରୀକୃଷ୍ଣଙ୍କ ପଦେ ସର୍ବସମର୍ପଣ, କଳିରେ ସେଲା ଉଦୟ। ତାର ଲୋଭ କିଛି ନଥାଏ। ସେ ପ୍ରଭୁ ସବୁ ଆତ୍ମସମର୍ପଣ କରିଦେଇଥିଲା। ସେ ନିଜକୁ ମଧ୍ୟ ପ୍ରଭୁ ଦାନ କରିଦେଇଥିଲା। କଳିରେ ସିଏ ଉଦୟ, କଳିରେ ସିଏ ଜନ୍ମଗ୍ରହଣ ହେଲା। କୋଉଠି ନା ପଶ୍ଚିମ ଦେଶରେ ଜନ୍ମ ତାହାର, ତୁଳସୀ ଦାସ ତା ନାମ। ସେ ପଶ୍ଚିମ ଦେଶରେ କଣ ହେଲେ? ଜନ୍ମଗ୍ରହଣ କଲେ। ତାଙ୍କ ନାଁ ହେଲା ତୁଳସୀ ଦାସ। ଓଡ ରାଷ୍ଟ୍ର ମଧ୍ୟ ଜନ୍ମ ସେ, ପୁଣି ଭକ୍ତ ଦାସ ତାର ନାମ। ସେ ତୁଳସୀ ଦାସ ପୁଣି ଜନ୍ମ ହେବେ। ସେ ଭକ୍ତ ଦାସ ନାମରେ କଣ ହେବେ? ଜନ୍ମଗ୍ରହଣ କରିବେ। ଯେତେବେଳେ ତୁଳସୀ ଦାସ ଆସିଲେ, ସେ କଣ କଲେ? ରାମଚରିତ ମାନସ ଲେଖିଲା ସମୟରେ ଗୋଟେ ଲେଖିଥିଲେ ତୁଳସୀ ଦୋହା। ଯେମିତି ଚାଣକ୍ୟଙ୍କର ନୀତି ବାଣୀ ଗୋଟେ ଥିଲା, ତୁଳସୀ ଦାସ ପ୍ରଭୁଙ୍କ ଗୁଣଦର୍ଶ କୀର୍ତ୍ତି ଲେଖିଲେ କୋଉଥିରେ? ରାମଚରିତ ମାନସରେ। ଜଗତକୁ ଶିକ୍ଷା ଦେବା ପାଇଁ ଗୋଟେ ତୁଳସୀ ଦୋହା ମଧ୍ୟ ଲିପିବଦ୍ଧ କରିଥିଲେ। ତେଣୁ ସେ ତୁଳସୀ ଦୋହା ଏଣିକି ଆଲୋଚନା କରିବା। ମାଳିକା ସହିତ ତୁଳସୀ ଦୋହାକୁ ଦେବା। ତୁଳସୀ ଦୋହାରେ ମା ଲେଖୁଛନ୍ତି କିଏ? ସେ ତୁଳସୀ ଦାସ କହୁଛନ୍ତି, କଳିଯୁଗ ମାନବ ଉପଥଗାମୀ ହେଇଯିବେ। ତାଙ୍କୁ ଚେତନା ଦେବା ପାଇଁ କେମିତି ବାଟକୁ ଆସିବେ, କିଛି ଗୋଟେ ନୀତି ଶିକ୍ଷା ପ୍ରଦାନ କଲେ। ବୁଝିହଉଛି। ସଂସ୍କୃତ ଅନୁବାଦରୁ ଆମେ ତାକୁ ଓଡ଼ିଆ ଅନୁବାଦ କରିଛେ। ସେ ଓଡ଼ିଆ ଅନୁବାଦକୁ କଣ କରିବା? ଆଲୋଚନା କରିବା। କହିଲେ ରୂପ ରଙ୍ଗ ବାସ ପୁରୀ ଥିଲେ ହେ ଚମ୍ପକେ, କଦାପି ଭ୍ରମର ଯାଏ ନାହିଁ ତାର ପାଶେ। ଗୋଟିଏ ମହତ ଗୁଣ ହୃଦୟ ଥିଲେ ଭରି, ଏଇ ଦୁର୍ଗୁଣ ଯୋଗୁ ଯାଏ ସବୁ ସରି। ତୁଳସୀଦାସ କହୁଛନ୍ତି, ହେ ଜଗତବାସୀ ମନ ରଖିଥା, ଭ୍ରମର ଗୁଣୁ ଗୁଣୁ ହୋଇ ଫୁଲରେ କଣ କରେ? ବସେ। ନାଇଁ, କିନ୍ତୁ ମହୁମାଛି କଣ କରେ? ଫୁଲରେ ବସେ। ସେ କଣ କରେ? ମଧୁ ସଂଗ୍ରହ କରେ। କିନ୍ତୁ ରୂପ ରଙ୍ଗ ବାସ ପୁରୀ ଥିଲେ ହେ ଚମ୍ପକେ, ଚମ୍ପକ ଫୁଲ ଦିଅ ଦେଖିବା ବହୁତ ସୁନ୍ଦର, ବହୁତ ବାସନା। ବୁଝିହଉଛି। ମାନେ ମନକୁ ମୋହି ନିଏ ସେ ଫୁଲ। କଦାପି ଭ୍ରମର ଯାଏ ନାହିଁ ତାର ପାଶ, ଭ୍ରମର ତା ପାଖକୁ ଯାଏ ନାହିଁ। କାରଣ କଣ? ରହିଲା ଏ ପଦ,
ଗୋଟିଏ ମହତ ଗୁଣ ହୃଦୟ ଥିଲେ ଭରି, ଏଇ ଦୁର୍ଗୁଣ ଯୋଗୁ ଯାଏ ସବୁ ସରି। ଜଣେ ଜ୍ଞାନୀ ବ୍ୟକ୍ତି ପାଶରେ ଯେତେ ମହତ ଗୁଣ ଥାଉ, ଯଦି ଟିକିଏ କୋଉଠି କଳଙ୍କ ଲାଗିଗଲା, ସେ 12 ବର୍ଷ ତପ ଶୁଖୁଆ ପୋଡ଼ାରେ ଗଲା। ସେଥିପାଇଁ କୁହନ୍ତି, ଥାଉ ଯେତେ ପଛେ ଧନ ହଜାର, ଚରିତ୍ର ନଥିଲେ ସବୁ ଅସାର। ମନୁଷ୍ୟ ଜନ୍ମ ପାଇଛ, ସର୍ବପ୍ରଥମେ ଚରିତ୍ରକୁ ସଂଶୋଧନ କର। ଯଦି ନିଜର ଚରିତ୍ର ସଂଶୋଧନ ନାହିଁ, ତାହେଲେ ତମର ଯେତେ ବଡ଼ କଣ ଜ୍ଞାନୀ ବିବେକୀ ହେଲେ ମଧ୍ୟ ତାହାର କିଛି ମହତ୍ଵ ନାହିଁ। କାହିଁକି ନାହିଁ? ଯେତେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ସେଥିପାଇଁ କୁହନ୍ତି ସାଧୁ ସାବଧାନ। ତା ମାନେ କଣ? ସାଧୁ ସାବଧାନ ମାନେ ସିଏ କହୁଛନ୍ତି ସାଧୁ ସାବଧାନ ମାନେ ସାଧୁକୁ ତମେ ଭୟ କର ନା। ତାର ପ୍ରକୃତ ଅର୍ଥ ହଉଛି ସାଧୁ ହିଁ ସାବଧାନ। ସାଧୁ ସଦା ସର୍ବଦା ହୁସିଆରି ହେଇକି ଥାଏ, ସାବଧାନ ହେଇକି ରହିଥାଏ। ଓଟା କୁହନ୍ତି ଶୁଦ୍ଧ ଓଡ଼ିଆରେ ହାତେ ମାପି ଚାଖେଣ୍ଡେ ଚାଲୁଥାଏ। କାଳେ କିଏ କଣ କହିଦବ କି, ମୋ 12 ବର୍ଷ ତପ ଶୁଖୁଆ ପୋଡ଼ାରେ ପଳେଇବ କି, ମୋ ଗୁରୁ ପରମ୍ପରାରେ କଳଙ୍କ ଲାଗିଯିବ କି। ସେଥିପାଇଁ ସାଧୁ ସର୍ବଦା କଣ ହୋଇଥାଏ? ସାବଧାନ ହେଇ ରହିଥାଏ। ସାଧୁ କାହାକୁ କଷ୍ଟ ଦିଏ ନାହିଁ। ସାଧୁ କାହାକୁ କୁହନ୍ତି? କଲମ କଲେ କିଏ ସେ? ନା ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ, ସଦାରୁ ସାଧନା ହୁଅ ଇତି ସିଦ୍ଧି, ସିଦ୍ଧି ବିଧି କରି ସାଧୁ ଯେ ବୋଲାନ୍ତି, ତରେ ସଂସାର ଆରଜି। ଏଇ ଗୁଣ ଗୁଡ଼ିକ ଯାହା ପାଖେ ଥିବ, ସିଏ ପ୍ରକୃତରେ ସାଧୁ ପଦବାଚ୍ୟ, ତାଙ୍କ ପଦକୁ କୋଟି କୋଟି ଶରଣ। ବୁଝି ହଉଛି? ଆଉ ଅରୁଆ ଖିଆ, ଗେରୁଆ ପିନ୍ଧା, ଚିତା କଟା, ମୋଟା ପଇତା, ଆର କିଛି ସାଧୁର ଗୁଣ ସହିତ ଆର କିଛି ସାମଞ୍ଜସ୍ୟ ନାହିଁ। ସାଧୁ ହିଁ ସ୍ୱତନ୍ତ୍ର। ବୁଝି ହଉଛି? ମଲ୍ଲି ଫୁଲ ବଣରେ ଫୁଟୁଛି, ହେଲେ ତା ମନକୁ ବାସନା ହଉଛି ନା ନାଇଁ? ତା କି ବାସନା କରଉଛି କି? ତା ମନକୁ ବାସନା ହଉଛି। ତମ ପାଖେ ଯଦି ଗୁଣ ଥିବ, ତା ମନକୁ ଫୁଟିକି ବାହାରିବ, ତାକୁ ତମେ ରୋକିପାରିବ ନାହିଁ। କହିବା ବୋଲିଆ ଜ୍ଞାନ ନୁହଁ, କି ମୁଖ ବାଚାଳିଆ ଧ୍ୟାନ ନୁହଁ। ବୁଝି ହଉଛି ନା? ପୁଣି କଣ କୁହନ୍ତି? ଗହନ ବନସ୍ଥ ମଧ୍ୟରେ କାଠ ନାହିଁ ମିଳେ, ଅଗାଧ ସମୁଦ୍ର ତୁଷା ନମିଟଇ ହେଳେ, କୁବେର ଭଣ୍ଡାର ଥାଇ ନପୁରେ ଉଦର, ବିଧି କାମ ହେଲେ ସବୁ ଅଟେ ପ୍ରକାର। କହିଲେ, ହେ ଜଗତବାସୀ ଶୁଣ, ଅରଣ୍ୟ ଭିତରେ ଘର କରି ତମେ ଯଦି କାଠ ଖୋଜିବ, କାଠ ପାଇବ ନାହିଁ, ତାହେଲେ ତମ ବେଳା ସବୁଠୁ ଖରାପ। ଅଗାଧ ସମୁଦ୍ର ତୁଷା ନମିଟଇ ଜଳ ମାନେ ଅଗାଧ ସାଗର ପାଣି, ପାଣି ପାଖେ ଥାଇ ତମେ ଯଦି ପାଣି ଟୋପାଏ ନ ପିଇ ପାଇଲ, ତାହେଲେ ତମଠୁ ବୋକା କେହି ସଂସାରରେ ନାହାନ୍ତି। କୁବେର ଭଣ୍ଡାର ଥାଇ ନପୁରେ ଉଦର, ଘରେ ଧନ ଥାଇ ତମେ ଯଦି ଖାଇବାକୁ ନ ପାଇଲ, ସେ ଧନର କିଛି ମହତ୍ଵ ନାହିଁ। ଜଳ ଥାଇ ଯଦି ପିଇ ନ ପାଇଲ, ସେ ଜଳର କିଛି ମହତ୍ଵ ନାହିଁ। କାଠ ଥାଇ ଯଦି କାଠ ନ ଆଣି ପାଇଲ, ତାହେଲେ ସେ କାଠର କିଛି ମହତ୍ଵ ନାହିଁ। କାରଣ କଣ? ନା ବିଧି ବାମ ହେଲେ ସବୁ ଘଟେ ଏ ପ୍ରକାର। ଯାହାର ଖରାପ ବୁଦ୍ଧି ଆସେ, ତାର ସବୁ ଏମିତିଆ ଘଟେ। ନଳ ଦମୟନ୍ତୀ ବିଷୟ ଜାଣିଥିବ, ଯୋଉ ବ୍ରତ ସବୁ କରନ୍ତି, ସୁଦଶା ବ୍ରତ, ସେ ବହିରେ ଲେଖା ଅଛି। ବ୍ରତ ଦମୟନ୍ତୀ ଦେଇଦେଲେ କାହାକୁ? ବ୍ରାହ୍ମଣୀକି ଦେଇଦେଲେ। ମାନେ ପୋଡା ମାଛ କଣ ବଞ୍ଚିକି ପଳେଇଲେ, ପୁଅକୁ କିମ୍ଭୀର ଖାଇଗଲା। ଏରା ସବୁ କଣ? ବିଧି ବାମ। ଯାହାର ମନ୍ଦ ବୁଦ୍ଧି ସେ ପ୍ରାଣୀ କଣ ଏହି ପ୍ରକାର ଭାବରେ ବସେ। ବୁଝିପାରିଲ ନା? ବୁଝିପାରିଲ ନା? ପୁଣି କଣ କହିଲେ?
ରାଜ୍ୟ ଜିଣି ରାଜା ରଖେ କିରତି ସଂସାରେ, ସମସ୍ତକୁ ବଶଯୋଦ୍ଧା କରଇ ସମରେ, ଆପଣା ମାନଙ୍କୁ କିନ୍ତି ଜିଣିବା କଠିନ, ଧନ୍ୟ ସେ ମାନବ ମନ ଯାହାର ଅଧୀନ। କି ସୁନ୍ଦର କଥା କହିଛନ୍ତି। ହେଲେ ଏ ମଣିଷ ଶୁଣ ତ ମୁଁ କହୁଛି, ରାଜ୍ୟ ଜିଣି ରାଜା ରଖେ କିରତି ସଂସାରେ, ଜଣେ ରାଜା ତା ସେନା ସାମନ୍ତକୁ ଲଗେଇକି ଅନ୍ୟ ରାଜ୍ୟକୁ ଜିଣିକି ନେଇଯାଉଛି। ସମସ୍ତକୁ ବଶ ଯୋଦ୍ଧା କରଇ ସମୟରେ, ସେ କଣ କରୁଛି, ଯୁଦ୍ଧ କରିକି ଅନ୍ୟ ଦେଶକୁ କରାୟତ୍ତ କରୁଛି, ଅନ୍ୟ ରାଜ୍ୟକୁ କରାୟତ୍ତ କରୁଛି। କିନ୍ତୁ ତାଠାରୁ ବୋକା କେହି ସଂସାରରେ ନାହିଁ। ଆପଣା ମନକୁ କିନ୍ତୁ ଜିଣିବା କଠିନ, ସେ ତା ନିଜ ମନକୁ ସେ ଜିଣି ନାହିଁ, ସେ ରାଜ୍ୟକୁ ଜିଣିଲେ କଣ ହବ? ଧନ୍ୟ ସେ ମାନବ ମନ ଯାହାର ଅଧୀନ। ଯେଉଁ ମାନବର ମନ ସ୍ଥିର ତା ଅଧୀନସ୍ଥ ରହିଥାଏ, ତୁଳଦାସ କହୁଛନ୍ତି ସେ ମାନବକୁ କୋଟି କୋଟି ଶରଣ। ଠାକୁର ଅଭିରାମ ପରମହଂସ କହନ୍ତି, କ୍ଷତ୍ରିୟ କାହାକୁ କୁହନ୍ତି? ଯିଏ ଯାହାର ମନକୁ ବାନ୍ଧି ପାରେ, ମନକୁ ଜିଣି ପାରେ, ସିଏ ହଉଛି ପ୍ରକୃତରେ କ୍ଷତ୍ରିୟ। ତୁଳଦାସ ସେଇ କଥାକୁ କହିଲେ, ତମେ ମଣିଷ ବଳରେ ସବୁ କିଛି କରିପାର, କିନ୍ତୁ ନିଜ ମନକୁ ଜିଣ, ପ୍ରଭୁଙ୍କୁ ସ୍ମରଣ କର। ଯିଏ ମନକୁ ନ ଜିଣିଛି, ମନକୁ ଏକତ୍ରିତ ନ କରିଛି, ସେ ପ୍ରଭୁଙ୍କୁ କେବେ ପାଇପାରିବ ନାହିଁ। ତେଣୁ ମଣିଷ ଜନ୍ମ ପାଇଛ, କର୍ମ କରିବା ସହିତ ଟିକେ ପ୍ରଭୁଙ୍କୁ ଚିନ୍ତନ କର, ଏ ଆତ୍ମାର ସଦ୍ଗତି କାମନା ପାଇଁ। ମୋର କହି ସରବେ ମରିବେ, ଅଚ୍ୟୁତର କିସ ଗଲା, ମୋ ଘର, ମୋ ଦ୍ୱାର, ମୋ ଛୁଆ, ମୋ ପିଲା, ଏହାକୁ ଭାବନା, ଏଥିରେ କିଛି ମହତ୍ଵ ନାହିଁ। ମୋର ବୋଲି ଯାକୁ କହି ନିରାଞ୍ଚଳେ ବିଜେ ସେହି, ପ୍ରୀତି କର ପ୍ରେମାନନ୍ଦୀ। ପ୍ରେମର ଆନନ୍ଦ ହେଲେ ପ୍ରେମାନନ୍ଦ ନିଶ୍ଚୟ ମିଳେ, ଏହା ବିନୁ ଆନ ପଥ ନାହିଁ। ମୋର ହଉଛି କିଏ? ସେ ନା ପ୍ରଭୁ। ମୁଁ ତୁ, ତୁ ମୁଁ। ସେଥିପାଇଁ ଭାଗବତରେ ଜଗନ୍ନାଥ ଦାସ କହିଲେ, ଉଦ୍ଧବ ମନେ ରଖିଥିବୁ, ମୁଁ ମଲେ ମୋତେ ତୁ ପାଇବୁ। ତାମାନେ କଣ? ହେ ଉଦ୍ଧବ, ତୁ ମନେ ରଖିଥା, ମୁକାର ଶବ୍ଦ ଯାହା ମନରୁ ଯାଇଥିବ ସିଏ ମତେ ପାଇବ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କୁମାର।